नमस्कार। तो एबे भी गोटे व्हाट्सएप रे मेसेज आसिला आउ से जोटा कि बैंक केवाईसी को नेकी ओके एटा समस्तंक मोबाइल को जाइतिबो ए मेसेजटा जोठारे कि लेखा हेछि केवाईसी करिबा पई। ଆଉ ଆପଣମାନଙ୍କୁ ମୁଁ କହିଦେବାକୁ ଚାହୁଁଛି ଯେ ଏଇ କେୱାଇସି ପାଇଁ କିଛି ଡେଟ୍ ରହିଛି ଯେଉଁଟାକି ସେପ୍ଟେମ୍ବର 30 ଲାଷ୍ଟ ରହୁଛି ସେପ୍ଟେମ୍ବର 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ। ତ ଯଦି ଆପଣମାନେ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟର କେୱାଇସି କରିନାହାନ୍ତି ତାହେଲେ ଆପଣମାନେ ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ। ଟ୍ରାଞ୍ଜାକ୍ସନ୍ ମିନ୍ସ ଯଦି ଆପଣ ଯଦି ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣ ଜବ୍ କରୁଛନ୍ତି କିମ୍ବା ଯଦି କିଏ ଆପଣଙ୍କ ଆକାଉଣ୍ଟକୁ ପଇସା ପଠାଇବ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେଇଟା ଆସିପାରିବନି ଓକେ ଯେପର୍ଯ୍ୟନ୍ତ ଆପଣମାନେ କେୱାଇସିକୁ କମ୍ପ୍ଲିଟ୍ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିପାରିବନି ସେ ଟଙ୍କାଟା ସେଇଟା ହୋଲ୍ଡ ହେଇଯିବ। ତ ସେଥିପାଇଁ କ'ଣ ଅଛି କି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ସମସ୍ତଙ୍କ ମୋବାଇଲ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି ସେଇ ନମ୍ବର ଜରିଆରେ ସମସ୍ତଙ୍କୁ ମେସେଜ ଆସୁଛି କେୱାଇସି ଅପଡେଟକୁ ନେଇକି। ତ ଯଦି ଆପଣମାନେ କେୱାଇସି ଅପଡେଟ୍ କରିନାହାନ୍ତି ତାହେଲେ ଆପଣମାନେ ଯଥାଶୀଘ୍ର ଯାଇକି ଆପଣମାନଙ୍କ ଯେଉଁ ବି ବ୍ୟାଙ୍କ ରହିଥିବ ତ ସେଇ ବ୍ରାଞ୍ଚକୁ ଯାଇକି ଆପଣମାନେ ଅପଡେଟ୍ କରିନିଅନ୍ତୁ ଓକେ। ଏଇଟା ସବୁ ବ୍ୟାଙ୍କ ଆକାଉଣ୍ଟ ପାଇଁ ଅଛି ଓକେ। ତ ଆପଣମାନେ ନିଜ ମୋବାଇଲରେ ବି କରିପାରିବେ ଆପ୍ ଗୁଡ଼ାକ ରହିଛି ଅନ୍ୟथा ଆପଣମାନେ ବ୍ରାଞ୍ଚକୁ ଯାଇକି ବି ଏଇଟା କରିପାରିବେ ଓକେ। ଆଉ ସପୋଜ କରନ୍ତୁ ବର୍ତ୍ତମାନ ଆପଣମାନେ ଖୋଲିଛନ୍ତି ଓଡ଼ିଶାରେ ବ୍ୟାଙ୍କ ଆକାଉଣ୍ଟ ଆଉ ଆପଣମାନେ ଏବେ ରହୁଛନ୍ତି ଅନ୍ୟ କୁଆଡ଼େ ଓକେ ମାନେ ଏବେ ଆପଣମାନେ ଓଡ଼ିଶାରେ ଖୋଲିଛନ୍ତି ଆଉ ଏବେ ଆପଣମାନେ ରହୁଛନ୍ତି ହାଇଦ୍ରାବାଦରେ ତ ସେ ସିଚୁଏସନରେ ଆପଣମାନେ କ'ଣ କରିବେ ନା ସେ ସିଚୁଏସନରେ ଆପଣମାନେ ଯେଉଁଠି ରହୁଥିବେ ତ ସେଠାକାର ନିୟରେଷ୍ଟ ବ୍ରାଞ୍ଚ ଯେଉଁଟା ରହିଥିବ ତ ସେଠିକି ଯାଇକି ଆପଣମାନେ ଆପଣମାନଙ୍କ କେୱାଇସିଟାକୁ ଅପଡେଟ୍ କରିପାରିବେ ଓକେ। ତ ଏଇ ଯେଉଁ ଛୋଟିଆ ଇନଫର୍ମେସନଟା ଥିଲା ମୁଁ ଆପଣମାନଙ୍କୁ ଭିଡ଼ିଓ ଜରିଆରେ ଆପଣମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚେଷ୍ଟା କରୁଥିଲି। ତ ଆପଣମାନେ ଯଦି ଚ୍ୟାନେଲରେ ନୂଆ ଦେଖୁଛନ୍ତି ତ ସବସ୍କ୍ରାଇବ୍ କରିନିଅନ୍ତୁ ଇନଫର୍ମେଟିଭ୍ ଭିଡ଼ିଓ ପାଇବା ପାଇଁ।